ବାବା ମତେ ଶୋଷ ଲାଗୁଛି ଶୋଷ। ମତେ ପାଣି ଦରକାର ପିଇବା ପାଇଁ। ମତେ ଏଇନୁକା ନା 56 ଭୋଗ ଖାଇବାକୁ ଦେଲେ ବି ମତେ ଶାନ୍ତି ଲାଗିବନି। କଣ ଏଇ କଥାଟା ତମେ ବୁଝିପାରୁନ? ଆରେ ଶୁଣିଲ, ଭାରି ବୋର ଲାଗୁଛି, କିଛି ବି ଭଲ ଲାଗୁନି। ତ ମୋର ଟିକେ ଘରକୁ ଯିବାକୁ ଇଚ୍ଛା ହଉଛି। ତମେ ଟିକେ ବୋଉଙ୍କ ସାଙ୍ଗରେ କଥା ହଉନ, ମୁଁ ଟିକେ ଘରକୁ ଯାଇକି ବୁଲିକି ଆସିବି ହେରି। ଆରେ ଏବେ ପରା ତମକୁ ଘରକୁ ନେଇକି ବୁଲେଇକି ଆଣିଥିଲି। ଆଁ? ତ ତମକୁ ଯଦି ଭଲ ଲାଗୁନି, ବୋର ଲାଗୁଛି, ଚାଲ ବାହାରେ କୁଆଡେ ବଜାର ଯାଇ ବୁଲିକି ପଳେଇ ଆସିବା। ନହେଲେ କୋଉ ପାର୍କରେ ଯାଇକି ଘଣ୍ଟେ ଦି ଘଣ୍ଟା ଟିକେ ବୁଲାବୁଲି କରିକି ମୋ ମନ ଫ୍ରି କରିକି ପଳେଇ ଆସିବା। ଏମିତିରେ ବି ବାର ବାର ବୋଉକୁ ନା କହିବାକୁ ଭଲ ଲାଗୁନି ଯେ ତାର ଘରକୁ ଯିବାର ଅଛି, ତାକୁ ଘରକୁ ଛାଡେ ବୋଲି। ମୁଁ ଗୋଟେ କଥା ବୁଝିପାରୁନି, ତମ ଝିଅ ମାନଙ୍କର ବାହାଘର ହେଇସାରିଲା ପରେ 10-15 ଦିନ ହେଲା ମାନେ ମୁଁ ଘରକୁ ଯିବି, ଘରକୁ ଯିବି, ଘରକୁ ଯିବି। ଆଚ୍ଛା ମତେ ଗୋଟେ କହିଲ, ଆରେ ଏମିତିରେ ତମେ ଘରକୁ ଯାଇ କରିବୁ କଣ କହିଲ? ଆରେ ତମେ ପୁରା ବାହାଘର ସରିଲାଣି, ଆଉ ତମେ କଣ ଛୋଟ ଛୁଆ ହେଇକି ଅଛ? ଆଉ ଟିକେ କଥା ଖାଲି କହୁଛ ବୋଉ ମୁଁ ଘରକୁ ଯିବି, ବୋଉ ମୁଁ ଘରକୁ ଯିବି। ହଁ? ଆରେ ଏଇରା କଣ? ତାହେଲେ ତମେ କଣ କହୁଛ? ତମେ ବୋଉଙ୍କ ସହିତ କଥା ହବନି କି ମତେ ଆମ ଘରକୁ ଛାଡିବନି, ଏଇଆ ତ? ଆରେ ବାବା ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। କାହିଁ ତମେ ଛୋଟ ପିଲା ଭଳିଆ ହଉଛ କହିଲ? ହଁ? ଆରେ ତମେ ଏବେ ଜିଦି ଧରନି ଘରକୁ ଯିବା ପାଇଁ। ଚାଲ ମୁଁ ତମକୁ ନହେଲେ ବାହାରେ କୁଆଡେ ଟିକେ ବୁଲେଇ ଦେଇକି ପଳେଇ ଆସୁଛି, ତ ମାଇଣ୍ଡ ଟା ଫ୍ରି ହେଇଯିବ। ତମେ ଛୋଟ ଭଳିଆ ଏମିତି ଛୋଟ ପିଲା ଭଳିଆ ଜିଦ୍ଦି କରନି। କଥା ଟିକେ ବୁଝିବାକୁ ଚେଷ୍ଟା କରୁନ କାହିଁ କହିଲ? ଓହୋ ବୋପା ମା। ଓ ବାହାରେ ଯୋଉ ଖରା, ମଣିଷ ମରିଯିବ ଏ ଖରାରେ। ଆରେ କୁଆଡେ ଗଲ? ଆରେ ପାଣି ଟିକେ ଆଣ। ଓହୋ ଯୋଉ ଖରା। ଆରେ ନିଅ ନିଅ, ମିକ୍ସଚର ଟିକେ ଖାଇଦିଅ, ତମକୁ ଭଲ ଲାଗିବ। ମୁଁ ତମକୁ ପାଣି ଆଣିବାକୁ କହିଲି, ମିଶ୍ଚର ଆଣିବାକୁ କହିନି। ଆରେ ପାଣି ଟିକେ ଆଇଲ। ଆରେ ନିଅ ନିଅ, ମୁଁ ଏଇଥିରେ ତମ ପାଇଁ ଛେନା କରିକି ରଖିଛି, ଖାଇଲେ ବଢିଆ ଲାଗିବ। ଓହୋ ଆରେ ବାବା ମୋର ସେଟା ଦରକାର ନାହିଁ। ଆରେ ତମେ ଗଲ ଆଗ ଏ ପାଣି ଟିକେ ଆଇଲ ଆଗ ଯାଇକି। ଆରେ ନିଅ ନିଅ, ମୁଁ ତମ ପାଇଁ ନା ବାଦାମ ପକା ସିମ୍ପାମ୍ପୁଡି ରଖିଛି, ଖାଇଲେ ବହୁତ ଭଲ ଲାଗିବ। ଆଚ୍ଛା ଗୀତା ମତେ କହିଲ, ଆରେ ତମର ହେଇଛି କଣ? ଆରେ ମୁଁ ତମକୁ ପାଣି ମାଗୁଛି, ତମେ ପାଣି ବଦଳରେ ମତେ ଆଣିକି ମିକ୍ସଚର ଦଉଛ, ଛେନା ଦଉଛ, ଆରେ ସୁନପାମ୍ପୁଡି ଆଣିକି ଦଉଛ। ଆରେ ବାବା ମୋର ପାଣି ଦରକାର, ମୋର ଏଇରା ସବୁ ଦରକାର ନାହିଁ। ଆରେ ରାଗନି ରାଗନି, ମୁଁ ଏରା ତମକୁ ଖାଇବାକୁ ଦଉନି। ମୁଁ ତମର ନା ତମ ଫେଭରାଇଟ ଖାଇବା ଜିନିଷ ବନେଇଛି, ମୁଁ ସାଙ୍ଗେ ସାଙ୍ଗେ ଆଣିକି ଆସିଛି। ବାବା ମତେ ଶୋଷ ଲାଗୁଛି ଶୋଷ। ମତେ ପାଣି ଦରକାର ପିଇବା ପାଇଁ। ମତେ ଏଇନୁକା ନା 56 ଭୋଗ ଖାଇବାକୁ ଦେଲେ ବି ମତେ ଶାନ୍ତି ଲାଗିବନି। କଣ ଏଇ କଥାଟା ତମେ ବୁଝିପାରୁନ? ଆରେ ମୁଁ ବୁଝିପାରୁନି, କଣ ଅସୁବିଧା ତମ ପୁଅ ମାନଙ୍କର? ମୁଁ ଏତେ ସାରା ଖାଇବାକୁ ଦଉଛି, ମିକ୍ସଚର ଦଉଛି, ଛେନା ଦଉଛି, ସିନି ପାମ୍ପୁଡି ଦେଇଛି, ଆରେ କିଛି ବି ଖାଉନ? ରୋଷେଇ ଘରେ ତମ ପାଇଁ ତମର ଫେଭରାଇଟ ରୋଷେଇ କରିକି ରଖିଛି, ସେଇଟା ବି ଖାଉନ? ସେତିକି ବେଳୁ ଜିଦି ଲଗେଇକି ରଖିଛ, ପାଣି ପିଇବି ପାଣି ପିଇବି। ଆରେ ବାବା ଶୋଷ କେବଳ ପାଣିରେ ହିଁ ମେଣ୍ଟେ। ଆରେ ମୁଁ ତମକୁ ଯାହା ବି ଦେଲେ ଆଉ ତମର କିଛି କାମରେ ଆସିବନି? ସେମିତି ଆମ ଝିଅ ମାନଙ୍କୁ ଯେତେବେଳେ ମାର ଦରକାର ଥାଏ ନା, ସେତେବେଳେ ମା ହିଁ କେବଳ କାମରେ ଆସେ। ତମେ ଯେତେ ପାର୍କକୁ ନେଲେ, ବଜାରକୁ ବୁଲେଇଲେ, କି ଫିଲ୍ମ ଦେଖିବାକୁ ନେଲେ, କି ଯୁଆଡେ ବି ନେଲେ, ଯେତେ ଖାଇବାକୁ ଦିଅ, ହେଲେ ସେ ଖୁସି ମିଳିବନି। ଯଦି ମାର ଦରକାର ଅଛି ନା, ମା ହିଁ ସବୁ ପୂରଣ କରିପାରିବ। ଝିଅ ମାନଙ୍କୁ ଏଇ ସିମ୍ପଲ ଜିନିଷ ଗୋଟେ ଗୋଟେ ଦରକାର ଥାଏ, ଜରୁର ନୁହେଁ। ତମେ ଭାବୁଛ ତାଙ୍କୁ ଏଇଟା ଦରକାର, ସେଇଟା ହିଁ କେବଳ ଦରକାର ଥିବ। ଆଉ ତମେ ମତେ ଏଇଟା ନେଇକି ଯେବେ ଆମ ଘରେ ଛାଡିଦବ ନା, ମତେ ସବୁ ଖୁସି ମିଳିଯିବ। ଯୋଉଟା କି ତମେ 10ଟା ଜାଗା ତମେ ମତେ ବୁଲେଇଲେ ବି ସେଇ ଖୁସି ମତେ ମିଳିବନି। ଏବେ ବୁଝିପାରିଲ ତ?